ମୁଁ ଗୁଡୁ ଆପଣଙ୍କୁ କ୍ଷେତ୍ର କଥା ୟୁଟ୍ୟୁବ ଚ୍ୟାନେଲକୁ ସ୍ୱାଗତ କରୁଛି। ଆଜି ଆମେ ଜାଣିବା ମୋର ଧନିଚା ବୁଣାରେ କେମିତି କ'ଣ ଯେଉଁ ଲସ୍ ହେଲା ସେ ତା ବିଷୟରେ। ପ୍ରଥମ କରି ମୁଁ କୃଷି କ୍ଷେତ୍ରକୁ ପାଦ ଦେଇଛି। ଯେତେବେଳେ ମୁଁ ଗୋବର ଖତ ବିଷୟରେ ବୁଝିଲି ଆମ ଲୋକାଲ ବା ଆମ ଗାଁ ଗହଳିରେ, ସେତେବେଳେ ଜାଣିବାକୁ ପାଇଲି ଯେ ଗୋବର ଦର ପ୍ରାୟ 35,000 ରୁ 4,000 ପାଖାପାଖି। ସେଥିପାଇଁ ମୁଁ ଏହାର ଅନ୍ୟ ବିକଳ୍ପ ଖୋଜିବାକୁ ଲାଗିଲି। ମୁଁ ଯେତେବେଳେ ୟୁଟ୍ୟୁବରୁ ଦେଖିଲି, ତାପରେ କୃଷି ବିଭାଗରେ ଆମର ଯାଇ ପରାମର୍ଶ ନେଲି। ସେତେବେଳେ ଆମର କୃଷି ବିଭାଗ, ଆମର ବ୍ଲକ ସ୍ତରୀୟ କୃଷି ବିଭାଗ, ସିଏ କହିଲେ ଯେ ତମେ ଧନିଚା ମଞ୍ଜି ବୁଣ, ଆପଣଙ୍କର ଭଲ ଲାଭ ହେବ। ମୁଁ ତାଙ୍କଠାରୁ ଶୁଣି ଧନିଚା ମଞ୍ଜି ପ୍ରାୟ ଆସୁଥିଲା ବୋଲି ବ୍ଲକରୁ ମୁଁ ଜାଣିନଥିଲି। ସେତେବେଳେ ମୁଁ ଯେତେବେଳେ ଦେଖିଲି ଯେ ଧନିଚା ମଞ୍ଜି କୋଉଠି ମିଳିବ, ୟୁଟ୍ୟୁବରୁ ଜାଣିବାକୁ ପାରିଲି ଯେ ଆମ ବ୍ଲକରେ ଧନିଚା ମଞ୍ଜି ମିଳୁଛି ବୋଲି। ବ୍ଲକରେ ବୁଝିଲା ବେଳେ ସିଏ କହିଲେ ନାଇଁ, ବ୍ଲକରେ ମିଳୁନାହିଁ, ଆମ ବ୍ଲକରେ ଆସୁନି, ତମେ ସୋସାଇଟି ସହିତ ପରାମର୍ଶ କର, ସୋସାଇଟିରୁ ବୁଝ। ସୋସାଇଟିକୁ ମୁଁ ଯେତେବେଳେ ଯାଇ ପଚାରିଲି, ସୋସାଇଟିରେ ପ୍ରାୟ 120 ଟଙ୍କା କିଲୋ ପ୍ରତି କହିଲେ। 1 କିଲୋକୁ 120 ଟଙ୍କା ଧନିଚା ମଞ୍ଜି କହିଲେ। ଏହା ପ୍ରାୟ 10 ରୁ 12 କିଲୋ ହେଲେ 1 ଏକରକୁ ଯିବ, ସେମାନେ କହିଲେ। ତାପରେ ମୁଁ ହଁ କହିକି ଆସିଲି। ତାଙ୍କ ପାଖରେ ନଥିଲା, ସେ କହିଲେ ଅର୍ଡର ଦେଲେ ଆଣିବେ ବୋଲି। ତାପରେ ମୁଁ ଯାଇ ଦୋକାନରେ ଯେତେବେଳେ ପଚାରିଲି, ଆମ ଆଖପାଖ ଦୋକାନରେ, ସିଏ କହିଲେ କି ନାଇଁ 50 ରୁ 60 ଟଙ୍କା ଆମ ଏଠି ଲୋକାଲରେ କିଲୋ ମିଳୁଛି। ମୁଁ ଜାଣିବାକୁ ପାଇଲି, ମୁଁ କହିଲି ଏଠି 50 ଟଙ୍କାରେ ମିଳୁଛି, ତାହେଲେ ଆମେ ସୋସାଇଟିରୁ କାହିଁ ଆଣି, ଆମକୁ ତ ବେଶୀ ରେଟ୍ ପଡୁଛି। ମୁଁ ଭାବିଲି ଭଲ ମଞ୍ଜି ହେଇଥିବ ବୋଧେ, ସେଥିପାଇଁ ମୁଁ ଯାଇକି ଦୋକାନରୁ ନେଇ ଆସିଲି। କିନ୍ତୁ ସିଏ ଦୋକାନୀ ଏତେ ଚାଲାକ ବୋଲି ମୁଁ ଜାଣିନଥିଲି। ସିଏ ମତେ 60 ଟଙ୍କାରେ ମୁଁ ମଞ୍ଜି ଆଣିକି ଆସିଲି ଦୋକାନରୁ ଯାଇକି। ସିଏ 60 ଟଙ୍କାରେ ମତେ ଦେଇଦେଲା। ମୁଁ ପ୍ରାୟ 25 କିଲୋ ଆଣିଲି ମଞ୍ଜି। 25 କିଲୋ ଆଣିକି ମୁଁ କ୍ଷେତରେ, ସିଏ ମୋଠୁ ନେଲା 1500 ଟଙ୍କା ମୋଠୁ ନେଲା ସେ 25 କିଲୋକୁ। ଆଉ ମୁଁ ତାପରେ ଆଣି ମୋ କ୍ଷେତରେ ପ୍ରାୟ 2 ଘଣ୍ଟା 3 ଘଣ୍ଟା 2 ଘଣ୍ଟାରୁ 2.5 ଘଣ୍ଟା ପାଖାପାଖି ଚାଷ କଲି। ଧନିଚା ମଞ୍ଜି 1500, ସିଏ 1600, ମାନେ ଏମିତି 3000 ପାଖାପାଖି ଖର୍ଚ୍ଚ କଲି 2 ଏକର ଚାଷ କରି। ମୁଁ କହିଲି ବହୁତ ମୋଟାଳେ ଭଲ ଧନିଚା ହେବ ବୋଲି। କିନ୍ତୁ ଦେଖିଲା ବେଳକୁ ସେ ଧନିଚା ମଞ୍ଜି ପ୍ରାୟ 15 ଦିନରୁ 20 ଦିନ ହେଇଗଲାଣି, ସେ ଧନିଚା ଉଠୁନି, ଗଛ ହଉନି। ତାପରେ ମୁଁ ଅଭିଜ୍ଞ ଚାଷୀଙ୍କଠୁ ବୁଝିଲି ଯେ ସେମାନେ କହିଲେ ତତେ ସିଏ ବୋଧେ ପୂର୍ବ ବର୍ଷର ମଞ୍ଜି ଦେଇଛି ଦୋକାନୀକି। ତାପରେ ମୁଁ ଯେତେବେଳେ ଜାଣିଲି କି ନାଇଁ ପୂର୍ବ ବର୍ଷର ମଞ୍ଜି ସେ ଦେଇଛି ବୋଲିକା, ଆଉ ମୋର ମନ ବହୁତ ଦୁଃଖ ହେଲା। ଏପର୍ଯ୍ୟନ୍ତ ଆସିକି ମାସେ ପାଖାପାଖି ହେଇଗଲାଣି, ଗୋଟେ ହେଲେ ଗଛ ଉଠୁନି। ପ୍ରାୟ 3000 ରୁ 3500 ଟଙ୍କା ଖର୍ଚ୍ଚ କଲି। ମୁଁ ଗୋବର ହେଲେ ଆଣିକି ଲଗେଇଥାନ୍ତି, ଲାଭ ହେଇଥାନ୍ତା। ଆଉ ମୁଁ ଆଣିକି ଧନିଚା ଭଲ ହବ ବୋଲିକା ଆଣିକି ଲଗେଇଲି, ବୁଣିଲି ଯେ ସେ ଗୋଟେ ହେଲେ ବି ଗଛ ହେଲାନି। ଆଉ ଯଦି ଆପଣ ଜାଣିଛନ୍ତି କ'ଣ ମୋର ଭୁଲ ଅଛି, ମାନେ ଧନିଚା ମଞ୍ଜି ବୁଣିବାରେ, କି ବେଶୀ ଚାଷ କରିଦେଲି ଯଦି ଅସୁବିଧା ଥାଏ, ଟିକେ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ଆଉ ଆପଣଙ୍କ ଏରିଆରେ କେତେ ଟଙ୍କାରେ ଧନିଚା ମଞ୍ଜି ମିଳୁଛି, କ'ଣ କେମିତି, ଟିକେ କମେଣ୍ଟରେ ଜଣେଇବେ। ଆଉ ଆପଣ ବି ଯଦି ସେମିତି ଠକାମି କମ୍ ପଇସା ଭାବି ଯଦି ଧନିଚା ମଞ୍ଜି କିଣୁଛନ୍ତି, ସାବଧାନ ହେଇଯାଆନ୍ତୁ। କାହିଁକିନା ଏମିତି ମୋ ସହିତ ଘଟିଲା, ଆପଣଙ୍କ ମାନଙ୍କ ସହିତ ବି ଘଟିପାରେ। ଦୋକାନୀ ମାନେ ସିଏ କ'ଣ ଜାଣୁନାହାନ୍ତି କି, ସିଏ ତ ଜାଣୁଛନ୍ତି ନା ଆର ବର୍ଷର। କିନ୍ତୁ ଚାଷୀ ଭାଇ ମାନଙ୍କୁ ଠକିବା ପାଇଁ ସିଏ ଏମିତି କରୁଛନ୍ତି। ଆଉ ଆମେ ଗରିବ ଚାଷୀ ଲୋକ ଅସୁବିଧାରେ ପଡୁଛେ। ସେଥିପାଇଁ ଆଣିଲା ବେଳକୁ ଟିକେ ବୁଝି ସୁଝି ଆଣନ୍ତୁ, ଦେଖିକି ଆଣନ୍ତୁ ଏ ମଞ୍ଜି ଠିକ ଠାକ ଅଛି ନା ନାଇଁ। ତାକୁ ବହୁତ କୋଶ୍ଚିନ୍ କରନ୍ତୁ ବି ଦୋକାନୀ ମାନେ ଏମିତି ଠକି ଦଉଛନ୍ତି। ମୁଁ ଅସୁବିଧାରେ ପଡିଲି, ଏଇଠି ଧନିଚା ହେଇପାରିଲାନି। ଗୋବର ଖତ ବି ଆଉ ଏତେ ଦିନ ହେଇଗଲାଣି, ଗୋବର ଖତ ଯାହା ପାଖେ ଯାହା ଷ୍ଟକ୍ ଥିଲା ବି ଶେଷ ହେଇଗଲାଣି। ଆଉ ଗୋବର ଖତ ମିଳୁନି, ଧନିଚା ଗୋଟେ ହେଲେ ଗଛ ଉଠିଲାନି। 3035 ମୋର ଲସ୍ ହେଲା। ଏପଟେ ଧନିଚାରେ, ସେ ଚାଷରେ ସବୁ ଏମିତି ଇଏ ହେଲା, ମଞ୍ଜି ହେଲାନି। ମନ ଦୁଃଖ ମୋର ବହୁତ। ଆପଣ ଯଦି ବି ଆଣୁଛନ୍ତି ଧନିଚା ମଞ୍ଜି, ତାହେଲେ ଦେଖିକି ଆଣନ୍ତୁ, ସାବଧାନ ହେଇଯାଆନ୍ତୁ। ମାନେ ଏମିତି ଠକାମି, ଗଛ ଉଠୁନି, ଆଣୁଛନ୍ତି ଧନିଚା ମଞ୍ଜି ଯଦି ଭଲ ଧନିଚା ଉଠିବ ଯଦିକା, କିନ୍ତୁ ଯଦି ନ ଉଠିବ ବହୁତ ହଇରାଣରେ ଆମେ ପଡୁଛେ ନା। ମାନେ ଏତେ ପରିଶ୍ରମ କରିକି ଆଣିଲେ ଯାଇ ଖୋଜି, ତାପରେ ପୁଣି ଧନିଚା ମଞ୍ଜି ମାନେ ବୁଣିଲେ ଏତେ ପରିଶ୍ରମ କରିକି, ସେ ଚାଷ ହେଲେ ପଇସା ଶେଷକୁ ଲସ୍ ହେଲା, ଗଛ ଗୋଟେ ହେଲେ ଉଠିଲେନି। ମାନେ ମନ ଦୁଃଖ ହବ ନା ନାଇଁ? ନିଶ୍ଚୟ ଆପଣ କୁହନ୍ତୁ। ମାନେ
ହଁ ଗଛ ହେଇଥାନ୍ତା କିଏ ପଚାରୁଛି, ଆମେ ବୁଣିଥିଲେ ଉଠିଲା ଭଲ ହେଲା। ଆଉ ଗଛ ଗୋଟେ ହେଲେ ବି ଉଠିଲାନି କେମିତି ଲାଗିବ କହିଲେ? ଆଉ ଆପଣଙ୍କ ଏରିଆରେ କଣ କେମିତି ହଉଛି ଧନୀଚା, ଭଲରେ ମିଳୁଛି କଣ, କେତେ ଟଙ୍କାରେ ମିଳୁଛି ଟିକେ କହିବେ? ନାଇଁ ଯଦି ଆପଣ ଆଣୁଛନ୍ତି ଧନୀଚା ମଞ୍ଜି ତାହେଲେ ପଇସା ବେଶୀ ହଉ ପଛେ ଟ୍ରଷ୍ଟେଡ ମାନେ ଧନ୍ୟ ସୋସାଇଟି ହେରିକାରୁ ଆଣନ୍ତୁ ଭଲ ବରଂ। ଆଉ ମୁଁ ତ ଆଣିଛି ହେରି ଭୁଲ କରିଦେଇଛି, ଆଉ କଣ କରିବା ପଛରେ ଭାବିଲା ବେଳକୁ। ଆଉ ଆପଣଙ୍କ ଆଡେ କଣ କେମିତି ରେଟ୍ ଧନୀଚାର କମେଣ୍ଟ ମାଧ୍ୟମରେ ଜଣେଇବେ। ଆଉ ଆପଣଙ୍କ ଦିନ ଶୁଭ କାମନା ହଉ। ରହୁଛି, ନମସ୍କାର, ଧନ୍ୟବାଦ।